शेषରେ ଛାତ୍ରଙ୍କ ଆଗରେ ମୁଣ୍ଡ ନୁଆଇଲେ କେନ୍ଦ୍ର ସରକାର। ଜାତୀୟ ଶିକ୍ଷା ନୀତି ପାଇଁ ଦେଶବ୍ୟାପୀ ଚାଲିଥିବା ଛାତ୍ର ଆନ୍ଦୋଳନର ବିଜୟ ହୋଇଛି ବୋଲି କଂଗ୍ରେସ କହିଛି। ଏନେଇ କଟକ କଂଗ୍ରେସ ପକ୍ଷରୁ ଚାନ୍ଦିନୀ ଚୌକଠାରେ ବିଜୟ ଉତ୍ସବ ମନାଯାଇଛି। କଂଗ୍ରେସ ନେତା ଓ କର୍ମୀ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି। କଂଗ୍ରେସ ନେତା ବିଶ୍ୱଜିତ ମହାନ୍ତି ଯୋଗଦେଇ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ଜାତୀୟ ଶିକ୍ଷା ନୀତି ପାଇଁ ଛାତ୍ରୋ କି ଗୁଞ୍ଜ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ। ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବୁଲି ଛାତ୍ରୋ କି ଗୁଞ୍ଜ କାର୍ଯ୍ୟକ୍ରମ ମାଧ୍ୟମରେ ଏ ସମ୍ପର୍କରେ ସଚେତନ ଏବଂ ନିଜ ଅଧିକାରକୁ ସାବ୍ୟସ୍ତ କରିବାକୁ ପରାମର୍ଶ ଦେଇଥିଲେ। ସୀତାଙ୍କର ଇସ୍ତଫା ସେ ବିଷୟରେ କିଛି କହିନାହାନ୍ତି, ବଟ୍ ଯଦି ଓଡ଼ିଶାବାସୀଙ୍କ ପାଇଁ ମୋ କଟକବାସୀଙ୍କ ପାଇଁ ଯଦି କଥା ଅଛି, ମୋ କଥା ଗୋଟିଏ ରହିବ କି ଧର୍ମର ସଦା ଜୟ ହୁଏ, ହେଇ ଆସିଛି ହବ, ଆଉ ଏଇଟା ବି ଧର୍ମର ଜୟ ବୋଲି ମୁଁ ଭାବୁଛି। ବଳିଦାନ ପରିଭାଷା ତାଙ୍କର କ'ଣ ମୁଁ ଜାଣିନାହିଁ, ନା କୋଉଠି ଏଠି ନୀତି ଆଦର୍ଶର କଥା ଥିଲା। ଇଟ୍ସ ଏ ମ୍ୟାନେଜରାଲ ଡିସଫଙ୍କସନ୍। ଦେଖନ୍ତୁ ଆଜ୍ଞା, ଗୋଟେ ନେତା ଜଣେ ନେତୃତ୍ୱ ନିଏ, ଗୋଟେ ମିନିଷ୍ଟ୍ରିକୁ ଲିଡ୍ କରେ, ବହୁତ ଗୁଡ଼େ ବେଳେବେଳେ ପଲିସି ବ୍ୟାକଫାୟାର କରେ। ଆଉ ପବ୍ଲିକ ଲାଇଫରେ ଏତିକି ସକ୍ଷମତା ଥିବା ଦରକାର କି ଭୁଲଟାକୁ ଭୁଲ ଆଉ ଠିକଟାକୁ ଠିକ ଗ୍ରହଣ କରିବା ଦରକାର। ଏଥିରେ କିଛି ପର୍ସନାଲ ହବା ଦରକାର ନାହିଁ। ବଡ଼ କଥା ବି ନାହିଁ, ଦେଶ ଅଛି, ଦେଶ ରହିବ। ବହୁତ ମନ୍ତ୍ରୀ ଆସିଛନ୍ତି, ବହୁତ ମନ୍ତ୍ରୀ ଯାଇଛନ୍ତି, ବଟ୍ ଆଜ୍ ଏ ଓଡ଼ିଆ ଯେବେ ବି ଯୋଉଠି ବି ଯୋଉ ଗୋଟେ ଓଡ଼ିଆ ଯେତେବେଳେ ଦିପାଦ ତଳକୁ ଯାଏ, ଓଡ଼ିଆ ହିସାବରେ ଖରାପ ଲାଗିପାରେ, ବଟ୍ ମୁଁ ଗର୍ବିତ ଅଛି କି ମୋ ଓଡ଼ିଆବାସୀ, ମୋ ଓଡ଼ିଆ ଗୋଟେ ପରିଚୟ ଦେଇଛି ବ୍ୟକ୍ତିତ୍ୱ, ଗୋଟେ ଜେଣ୍ଟଲମ୍ୟାନର। ଆଉ ମୋ ଗଣତନ୍ତ୍ରର ବିଜୟ ହେଇଛି, ଧର୍ମର ଜୟ ହେଇଛି, ଏଇଟା ମୁଁ ବହୁତ ବର୍ଷ ଗର୍ବିତ ଏଥିପାଇଁ। ଆଉ କାର୍ଯ୍ୟକ୍ରମରେ ସମଗ୍ର ଦେଶର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଜୀବନର ସମସ୍ତ କ୍ଷେତ୍ରରେ ଚରମ ସାଂସ୍କୃତିକ ସଂକଟ ସୃଷ୍ଟି ହୋଇଥିବା ବେଳେ ମାନବିକତା ଆଜି କ୍ଷତ ବିକ୍ଷତ ବୋଲି କଂଗ୍ରେସ ନେତାମାନେ କହିଛନ୍ତି। ଛାତ୍ରମାନଙ୍କର ଏହିଭଳି ଆନ୍ଦୋଳନାତ୍ମକ ପନ୍ଥା ଦ୍ୱାରା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଛନ୍ତି। କଟକରୁ ନୃସିଂହ ପ୍ରଧାନଙ୍କ ରିପୋର୍ଟ, ସମ୍ପୂର୍ଣ୍ଣ ନ୍ୟୁଜ୍ ଓଡ଼ିଆ।